ଆରେ ଏଇ ତ ଗୋଟେ ଆମ୍ବ ଗଛ ପାଇଗଲି। ଯା ହଉ ଅନେକ ସମୟ ଖୋଜିଲା ପରେ ମୁଁ ଗୋଟେ ମିଠା ଫଳର ଗଛ ପାଇଲି। ମାର ଦେହ ଖରାପ, ସାନ ଭଉଣୀ ବି ଉପାସରେ ଅଛି। ମୁଁ ଏ ଆମ୍ବ ନେଲେ ଆମେ ଆଜି ଖାଇବା ଖାଇପାରିବୁ। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଆମ୍ବ ତୋଳିବାକୁ ଗଲା। ସେତେବେଳେ ଦୁଇ କାଉ ବି ସେ ଗଛକୁ ଆସିଲେ। ଏଇ ଚଢ଼େଇ ଛୁଆ, ତୁ ଏ ଗଛରୁ ଆମ୍ବ ନେଇ ପାରିବୁନି। ଏ ଗଛ ଆମର, ତୁ ଏଠୁ ଚାଲିଯା। ଏ ଗଛ ତମ ମାନଙ୍କର କେମିତି ହେଲା? ଏ ଜଙ୍ଗଲର ସବୁ ଗଛ ପକ୍ଷୀ ମାନଙ୍କର। ମୁଁ ବି ଏ ଗଛରୁ ଆମ୍ବ ନେଇ ପାରିବି। ଏଡ଼ିକି ଟିକିଏ ଛୁଆ ହେଇ ତୁ ଆମ ସହ ଯୁକ୍ତି କରୁଛୁ? ଆରେ ଦେଖୁଛ କଣ, ୟାକୁ ଶୀଘ୍ର ଧରି ଏ ଗଛରେ ବାନ୍ଧି ଦିଅ, ତାପରେ ଏ ଜାଣିବ ସେ କାହା ସହ ଯୁକ୍ତି କରୁଥିଲା। ନା ନା, ଏମିତି କରନି, ମୋ ମାଙ୍କ ଦେହ ଖରାପ। ମା ସହ ଆମେ ଦୁଇ ଭଉଣୀ ବି ଉପାସରେ ଅଛୁ। ବେଶୀ ନହେଲେ ନାହିଁ, ମତେ ଅଳ୍ପ କିଛି ଆମ୍ବ ଦେଇଥାଅ। ଆଜି ଆମ୍ବ ନେଲେ ଆମେ ଖାଇବା ଖାଇପାରିବୁ। ଲାଗୁଛି ତୁ ଏମିତି ଏଠୁ ଯିବୁନି, ଆମକୁ ଏମିତି ବିରକ୍ତ କରି ଚାଲିବୁ। ଆରେ ଦେଖୁଛ କଣ, ୟାକୁ ଶୀଘ୍ର ଧରି ଗଛରେ ବାନ୍ଧ। ଦୁଇ କାଉଙ୍କ ଏପରି କଥା ଶୁଣି ଭୟରେ କୁନି ଚଢ଼େଇ ସେଠାରୁ ଉଡ଼ି ଚାଲିଗଲା। ସେପଟେ ଘରେ ନା, ଏମିତି ଶୋଇ ରହିଲେ ହେବନି। ମୋ ଦୁଇ ଛୁଆ ଉପାସରେ ଅଛନ୍ତି। ମୋ ମା ହେଇ ତାଙ୍କ ପାଇଁ କିଛି କରିପାରୁନି। ମୁଁ ଏବେ ହିଁ କାମକୁ ଯିବି। ମା, ତୁମେ କାହିଁକି ବିଛଣାରେ ଉଠୁଥିଲ? କଣ ଦରକାର ଥିଲା କି? ମତେ କହିଥାନ୍ତ। ତୁମକୁ ଭାରି କଷ୍ଟ ହେଉଥିବ ନା ମା? ନା ରେ ମା, ମୋ ପାଇଁ ବ୍ୟସ୍ତ ହେଇନି, ମୁଁ ଠିକ ଅଛି। କୁନି କୁଆଡ଼େ ଗଲା? ସେ କଣ ଘରେ ନାହିଁ? ମା, ଦିଦି ଖାଇବା ଆଣିବା ପାଇଁ ବାହାରକୁ ଯାଇଛି। ହେ ଭଗବାନ, ଏ କେମିତିକା ପରିସ୍ଥିତିରେ ମତେ ପକେଇଲ। ମୋ ଦୁଇ ଛୁଆ ଭୋକରେ ଅଛନ୍ତି, ହେଲେ ମୋ ମା ହେଇ କିଛି କରିପାରୁନି। ମନ ଦୁଃଖ କରନି ମା, ମତେ ବେଶୀ ଭୋକ ଲାଗୁନି। ମୁଁ ଆଜି ଅନେକ ପାଣି ପିଇଛି। ପାଣି ପିଇକି ତମ ପେଟ ପୁରି ଯାଇଛି। ତୁମେ ଆରାମ କର, ଜମା ଚିନ୍ତା କରନି ମା। ଦିଦି ଖାଇବା ଧରି ନିଶ୍ଚୟ ଫେରିବ। ଆରେ ଏଠି ତ ଗୋଟେ ଧାନ ବିଲ ଅଛି। ଧାନ ସବୁ କଟା ସରିଛି। ତଳେ କେତେ ଗୁଡ଼ିଏ ଧାନ ପଡ଼ିଛି। ମୁଁ ଗୋଟେ କାମ କରେ, ଏଇ ସବୁ ଧାନ ଗୋଟେଇ ଘରକୁ ନେଇଯାଏ। ଧାନରୁ ଚାଉଳ ବାହାର କଲେ ଆମର ଗୋଟେ ଦିନର ଖାଇବା ହେଇଯିବ। ଏମିତି ତଳେ ପଡ଼ିଥିବା ଧାନକୁ ତ କେହି ବି ନେବେନି। ଏମିତି ଚିନ୍ତା କରି ଚଢ଼େଇ ଛୁଆ ସେ ଜମିକୁ ଗଲା, ଆଉ ଧାନ ସବୁ ଉଠେଇ ତା ଝୁଡ଼ି ରଖିଲା। ସେହି ସମୟରେ ସେ ଜମିର ମାଲିକ ମିଟୁ ସେଠାକୁ ଆସିଲା। ଏଇ ଛୁଆ, ତୁ ମୋ ଜମିରେ କଣ କରୁଛୁ? ଆରେ ଆରେ, ତୁ ତମ ଜମିରୁ ଧାନ ଚୋରି କରୁଛୁ। ତୋର ଏତେ ବଡ଼ ସାହସ? ନା ନା ମିଟୁ ଅଙ୍କଲ, ମୁଁ ଚୋରି କରୁନି। ତଳେ ପଡ଼ିଥିବା ଧାନକୁ ହିଁ ଉଠଉଥିଲି। ତୁମେ ତ ଏ ଧାନ ନେଇ ନଥାନ୍ତ ନା। ମୁଁ ଧାନ ନେବି କି ନ ନେବି ସେଇଟା ମୋ ଇଚ୍ଛା। ତୁ ମତେ ନ ପଚାରି ମୋ ଜମିରୁ ଧାନ ନେଉଛୁ? ୟାକୁ ଚୋରି କହନ୍ତି। ଦେ ଦେ ମତେ ମୋ ଧାନ। ଏମିତି କହି ମିଟୁ ଚଢ଼େଇ ଛୁଆ ପାଖରୁ ସବୁ ଧାନ ଛଡ଼େଇକି ନେଇଗଲା। ଆଜି ଏସବୁ କଣ ହେଉଛି? ହେ ଭଗବାନ, ମୁଁ କଣ ଆଜି କୋଉଠି ବି ଖାଇବା ପାଇବିନି? କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ମୋ ଉପରେ ଦୟା କର ପ୍ରଭୁ, ମତେ ଅଳ୍ପ କିଛି ହେଲେ ଖାଇବା ମିଳିଯାଉ। ତାପରେ ଚଢ଼େଇ ଛୁଆ ଆଗକୁ ଗଲା। ଖାଇବା ଖୋଜିବା ସମୟରେ ସେ ଗୋଟେ ଫଳ ଗଛ ଦେଖିଲା। ଇଏ କେମିତିକା ଫଳ ଗଛ? ଏମିତି ଫଳ ଗଛ ତ ମୁଁ ଆଗରୁ ଦେଖିନଥିଲି। ଫଳ ଗୁଡ଼ା କେତେ ସୁନ୍ଦର ଦେଖାଯାଉଛି। ଖାଇବାକୁ ବି ନିଶ୍ଚୟ ଭଲ ଲାଗିବ। ମୁଁ ଏବେ କିଛି ଫଳ ନେଇ ଘରକୁ ଯାଏ। ଆରେ ଚଢ଼େଇ ଛୁଆ, ରହିଯା, ତୁ ମୋ ଫଳ ନେଇ ପାରିବୁନି। ଏଇ କଣ ଗଛ? ତୁମେ କଥା କହୁଛ, କିନ୍ତୁ ତୁମେ ମତେ କାହିଁକି ଫଳ ଦେବନି? ମୁଁ ବହୁତ ଭୋକିଲା ଅଛି। ଘରେ ମୋ ମା ଆଉ ମୋ ଭଉଣୀ ବି ଉପାସରେ ଅଛନ୍ତି। ଆଜି ଦିନ ସାରା ମୁଁ ଏତେ ଖୋଜିଲି, ହେଲେ କୋଉଠି ବି ଖାଇବା ପାଇଲିନି। ଦୟାଳୁ ଗଛ, ମୋ ଉପରେ ଟିକେ ଦୟା କର, ମତେ ଫେରେଇ ଦିଅନି। ମତେ ଅଳ୍ପ କିଛି ଫଳ ଦିଅ। ଏ ଫଳ ମୁଁ ତତେ ଦେଇ ପାରିବିନି, ହେଲେ ହଁ, ମୁଁ ତତେ ଏମିତି କିଛି ଦେବି ତୋ ଭାଗ୍ୟ ପୁରାପୁରି ବଦଳିଯିବ। ତୋର ଆଉ କିଛି ବି ଅଭାବ ରହିବନି। ଆଜି ତୁ ଘରକୁ ଫେରିଯା,
କାଲି ସକାଳେ ଗୋଟେ ରାଜାର ରୂପ ନେଇ ଏକ ପକ୍ଷୀ ତୁମ ଘରକୁ ଆସିବ। ତୁ ତା ମୁଣ୍ଡକୁ ଗୋଟେ ଲାଠିରେ ପିଟିଲେ ସେ ରାଜା ସୁନା କଳସୀ ହେଇଯିବ। ତୁମେ ସତ କହୁଛ ଗଛ? ତେବେ ଠିକ ଅଛି, ମୁଁ ଏବେ ଘରକୁ ଯାଉଛି। ଏମିତି କହି କୁନି ଘରକୁ ଫେରି ଆସିଲା। ସେଦିନ 3 ଜଣ ପାଣି ପିଇ ଶୋଇ ପଡ଼ିଲେ। ପରଦିନ ସକାଳେ ଆରେ ମା, ଏତେ ସକାଳୁ ସକାଳୁ କିଏ ଆମ ଘର କବାଟ ବାଡ଼ଉଛି? ଗଲୁ ଟିକେ ଦେଖି ଆସିବୁ। ତାପରେ କୁନି ଚଢ଼ି ବାହାରକୁ ଯାଇ କବାଟ ଖୋଲିଲା। ଘର ବାହାରେ ଗୋଟେ ରାଜା ଛିଡ଼ା ହେଇଥିଲା। କୁନି ଯେମିତି କବାଟ ଖୋଲିଲା, ସେ ରାଜା ଘର ଭିତରକୁ ଗଲା। ସେତେବେଳେ କୁନିର ଗଛ କଥା ମନେ ପଡ଼ିଲା। ସେ ଗୋଟେ ବାଡ଼ି ନେଇ ରାଜାର ମୁଣ୍ଡରେ ପିଟିଲା। ସଙ୍ଗେ ସଙ୍ଗେ ରାଜାଟି ଗୋଟେ ସୁନା କଳସୀ ହେଇଗଲା। ଆରେ ମା, ଇଏ କି ଚମତ୍କାର! ମୁଁ ତ କିଛି ବି ବୁଝିପାରୁନି। ଏସବୁ ଭଗବାନଙ୍କ କୃପା ମା। ଏବେ ଆମର ସବୁ ଅଭାବ ଦୂର ହେଇଯିବ। ଏମିତି ସେ 3 ମା ଛୁଆ ସୁନା କଳସୀ ପାଇ ଖୁବ୍ ଖୁସି ଥିଲେ। ଏ ସବୁ ଘଟଣା ଘର ବାହାରେ ଥାଇ କାଉର ସ୍ତ୍ରୀ ଦେଖୁଥିଲା। ସେ ତୁରନ୍ତ ତା ଘରକୁ ଗଲା ଆଉ ତାର ସ୍ୱାମୀକୁ ସବୁ ଘଟଣା କହିଲା। ଏ ତୁ କ'ଣ କହୁଛୁ? ସକାଳ ସମୟରେ ରାଜାର ମୁଣ୍ଡକୁ ପିଟିଲେ ରାଜା ସୁନା କଳସୀ ହେଇଯିବ? ଏକଥା କ'ଣ ସତ? ହଁ, ଏ ସବୁ ସତ କଥା। ଏବେ ମୁଁ ନିଜ ଆଖିରେ ଦେଖି ଆସିଲି। ତୁମେ ଏବେ ହିଁ ରାଜାଙ୍କ ପାଖକୁ ଯାଅ ଆଉ ତାକୁ ସକାଳେ ଆମ ଘରକୁ ନିମନ୍ତ୍ରଣ କର। ହଁ ହଁ, ମୁଁ ତାହେଲେ ଏବେ ହିଁ ଯାଉଛି। କାଉ, ମୁଁ ତାର ସବୁ କଥା ଶୁଣିଲି। ମୁଁ ବି ତ ସାଙ୍ଗରେ ରାଜାଙ୍କ ପାଖକୁ ଯିବି। ରାଜା ଯେତେବେଳେ ସୁନା କଳସୀ ହେବ, ମତେ ବି ଅଧା ସୁନା ଦେବ। ନହେଲେ ମୁଁ ଏକଥା ପୁରା ଜଙ୍ଗଲରେ ପ୍ରଚାର କରିଦେବି। ଆରେ ନା ନା ମିଟୁ, ଏମିତି ଭୁଲ କରନି। ଏକଥା ଯଦି ରାଜା ଚିଲ ଜାଣିବ, ସେ ଆମ ଘରକୁ ଆଉ କେବେ ଆସିବନି କି ଆମକୁ ସୁନା କଳସୀ ମିଳିବନି। ଆଚ୍ଛା ହଉ, ତୁ ଅଧା ସୁନା ନେବୁ ତ? ଠିକ ଅଛି, ଏକଥା କାହାକୁ କହିବୁନି। ଏବେ ଚାଲ ରାଜାଙ୍କ ପାଖକୁ ଯିବା। ତାପରେ ମିଟୁ ଆଉ କାଉ ନିମନ୍ତ୍ରଣ କାର୍ଡ ନେଇ ରାଜା ଚିଲ ପାଖକୁ ଗଲେ। କାଉ ସେ ନିମନ୍ତ୍ରଣ କାର୍ଡ ରାଜା ଚିଲକୁ ଦେଇ କହିଲା, ମହାରାଜ, ଆପଣଙ୍କୁ ନିମନ୍ତ୍ରଣ ରହିଲା। ଆପଣ କାଲି ସକାଳେ ଆମ ଘରକୁ ନିଶ୍ଚୟ ଆସିବେ। ଆଚ୍ଛା ଆଚ୍ଛା, ଠିକ ଅଛି। ମହାରାଜ, ଆପଣ ଆସିଗଲେ। ଆପଣଙ୍କ ସିପାହୀ ମାନେ ବାହାରେ ଥାଆନ୍ତୁ। ଆପଣ ଘର ଭିତରକୁ ଚାଲନ୍ତୁ। ସିପାହୀ, ତମେ ମାନେ ବାହାରେ ଥାଅ, ମୁଁ ଭିତରକୁ ଯାଉଛି। ରାଜା ଆସିଗଲେ, ଏବେ ଆମେ ବି ଧନୀ ହେଇଯିବୁ। ମୋ ପାଖରେ ବେଶୀ ସମୟ ନାହିଁ। ଯାହା ଖାଇବା କରିଛ ଶୀଘ୍ର ଆଣ। ଏମିତି ଶୁଣି କାଉ ଆଉ ମିଟୁ 2ଟି ଲାଠି ଆଣି ରାଜା ପାଖକୁ ଆସିଲେ। ଏ କ'ଣ, ତମେ ମାନେ ଲାଠି ଧରି କାହିଁକି ଆସିଛ? କାହିଁକି ନା ଆମେ ଧନୀ ହେବୁ। ଏମିତି କହି କାଉ ଆଉ ମିଟୁ ରାଜା ଚିଲକୁ ଅନେକ ପିଟିଲେ। ତମେ ମାନେ କ'ଣ କରୁଛ? ମତେ ନିମନ୍ତ୍ରଣ କରି ପିଟୁଛ? ମୁଁ ତମମାନଙ୍କୁ ସାରା ଜୀବନ ଜେଲରେ ରଖିବି। ସିପାହୀ, ଏ କ'ଣ, ରାଜା ତ ସୁନା ହେଉନି। ମୁଁ ବି ତମମାନଙ୍କ ସାଙ୍ଗରେ ମାରି ତାହେଲେ ଯାଇ ରାଜା ସୁନା ହେବ। ଆରେ ମରିଗଲି ରେ ମରିଗଲି। ସିପାହୀ, କୋଉଠି ଅଛ? ଶୀଘ୍ର ଭିତରକୁ ଆସ। ବଦମାସ ପକ୍ଷୀ ଦଳ, ନିମନ୍ତ୍ରଣ କରି ମତେ ମାରିଲ। ଏତେ ବଡ଼ ଅପମାନର କ୍ଷମା ନାହିଁ। ତମେ ସମସ୍ତେ ସାରା ଜୀବନ ଏବେ ଜେଲରେ ରହିବ। ପ୍ରକୃତ ସତ କଥା ନ ଜାଣି କାଉ ମାନେ ସୁନା ଲୋଭରେ ଚଢ଼େଇର ନକଲ କରି ଶାସ୍ତି ପାଇଲେ। ସେପଟେ ଚଢ଼େଇ ତାର ମାକୁ ଭଲ ଡାକ୍ତରଙ୍କୁ ଦେଖେଇଲା। କିଛି ଦିନରେ ହିଁ ମା ଚଢ଼େଇ ସୁସ୍ଥ ହେଇଗଲା। ଏମିତି ସେମାନେ ଖୁସିରେ ନିଜ ଜୀବନ ବିତେଇଲେ।